ବୁଡ଼ିଯିବ ଶିଆଳି ବେଳାଭୂମି। ପର୍ଯ୍ୟଟନ କ୍ଷେତ୍ର ମାନଚିତ୍ରରୁ ଲିଭିଯିବ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଶିଆଳି ବେଳାଭୂମି ଓ ଭ୍ୟୁ ଟାୱାର। ଇତିହାସ ହୋଇ ରହିଯିବ ଭବିଷ୍ୟତ ପିଢ଼ି ପାଇଁ। ଏକଥା ଆମେ ଏଇଥିପାଇଁ କହୁଛୁ ଯେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସ୍ଥିତ ଶିଆଳି ବେଳାଭୂମି ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଘଞ୍ଚ ଝାଉଁ ଜଙ୍ଗଲ, ହେନ୍ତାଳ ବଣ ବିସ୍ତୀର୍ଣ୍ଣ ବେଳାଭୂମି ଓ ବେଳାଭୂମିରେ ନାଲି କଙ୍କଡ଼ା, ଅଲିଭ୍ ରିଡ୍ଲେଙ୍କ ଆଚରଣର ଦୃଶ୍ୟ ଏବଂ ଏହାରି ଭିତରେ ଏଭଳି ମନୋରମା ଦୃଶ୍ୟ ଦେଖିବା ପାଇଁ ଥିବା ଭ୍ୟୁ ଟାୱାର ଏସବୁ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି। ପ୍ରକୃତିର ସୃଷ୍ଟି ମଧ୍ୟରୁ ଶିଆଳି ବେଳାଭୂମି ଥିଲା ଅନ୍ୟତମ, ଯେଉଁ ବେଳାଭୂମିକୁ ଲୋକଲୋଚନକୁ ଆଣିବା ପାଇଁ 2005 ମସିହାରେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ସମୁଦ୍ର ପତନଠାରୁ 1 କିଲୋମିଟର ଦୂରରେ 2006ରୁ 2008 ମସିହା ମଧ୍ୟରେ ଝାଉଁ ଜଙ୍ଗଲ ଭିତରେ ଏକ ସୁନ୍ଦର ଭ୍ୟୁ ଟାୱାର ନିର୍ମାଣ କରାଯାଇଥିଲା। 2009 ମସିହା ଠାରୁ ଏଠାରେ ଶିଆଳି ମହୋତ୍ସବ ପାଳନ କରାଯାଉଥିବା ବେଳେ 2016 ମସିହାରେ ଶିଆଳିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଲା। ପରେ ଏହି ସ୍ଥାନରେ ପାନ୍ଥ ନିବାସ, ମାର୍କେଟ କମ୍ପ୍ଲେକ୍ସ ଆଦି ଅନେକ କାର୍ଯ୍ୟ କରାଯାଇଛି। ମାତ୍ର ସମୁଦ୍ର ସ୍ଥଳଭାଗ ଆଡ଼କୁ ଏତେ ଜୋରରେ ମାଡ଼ି ଆସୁଛି ଯେ 1 କିଲୋମିଟର ଦୂରରେ ଥିବା ଭ୍ୟୁ ଟାୱାର ଆଜି ସମୁଦ୍ର ଲହଡ଼ି ମାଡ଼ରେ ଅଧାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଭ୍ୟୁ ଟାୱାର ଚଟାଣ ତଳୁ ସବୁ ମାଟି ଧୋଇଯାଇ ଟାୱାରଟି କଙ୍କାଳ ସଦୃଶ ଛିଡ଼ା ହୋଇଛି ଏବଂ ଜୁଆର ମାଡ଼ରେ କେଉଁ ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିବ ତାହା କହିବା ମଧ୍ୟ ଅସମ୍ଭବ। ଅନ୍ୟପଟେ ସମୁଦ୍ର ଦ୍ରୁତ ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଥିବା ହେତୁ ସମୁଦ୍ର ଉପକୂଳର ପ୍ରାୟ 7ଟି ପଞ୍ଚାୟତର ଲୋକେ ଆତଙ୍କିତ ଅଛନ୍ତି। ଜୁଆର ପାଣିକୁ ପ୍ରତିରୋଧ କରିବା ପାଇଁ ସମୁଦ୍ର କଡ଼େ କଡ଼େ ହେନ୍ତାଳ ଜଙ୍ଗଲ ଓ ମୃତ୍ତିକା ରକ୍ଷା ପାଇଁ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ମାତ୍ର ଅଶାନ୍ତ ସମୁଦ୍ର ଏସବୁକୁ ମଧ୍ୟ ନଷ୍ଟ କରିସାରିଲାଣି। ଅନ୍ୟପଟେ ପ୍ରାୟ 2ରୁ 3 ବର୍ଷ ମଧ୍ୟରେ ସମୁଦ୍ର 500 ମିଟର ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲାଣି। ଯଦି ଏପରି ସମୁଦ୍ର ମାଡ଼ି ଆସେ ତେବେ ଏରସମା ବ୍ଲକର ଢିଙ୍କିଆ, ନୂଆଗାଁ, କୁଞ୍ଜକୋଠି, ପଦ୍ମପୁର, ଆମ୍ବିକି ଓ ଗଡ଼ ହରିଶପୁର ଏବଂ କୁଜଙ୍ଗ ବ୍ଲକ ପାରାଦୀପଗଡ଼ ଭଳି 7ଟି ଗାଁ ଖୁବ୍ ଶୀଘ୍ର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ତେବେ ଶିଆଳିସ୍ଥିତ ଅସୁରକ୍ଷିତ ଭ୍ୟୁ ଟାୱାର ଅଞ୍ଚଳରେ 144 ଧାରା ଲାଗୁ କରାଯିବା ସହିତ ତାକୁ କଣ୍ଟାବାଡ଼ ଦେଇ ବନ୍ଦ କରିଛି ପ୍ରଶାସନ। ଅର୍ଦ୍ଧଭଗ୍ନ ଓ ଅସୁରକ୍ଷିତ ଦୃଷ୍ଟିରୁ ତାକୁ ଖୁବ୍ ଶୀଘ୍ର ଭଙ୍ଗାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜ୍ଞା, ସରକାର ପଦକ୍ଷେପ ନେଇଥିଲେ ଆଗରୁ, କିନ୍ତୁ ଏବେ ଯୋଉ ହେଲା ଯୋଉ ଲଘୁଚାପ 2ଟା ବେଶୀ ଖାଇଗଲା ଘରଟି, ତେଣୁ କଲେକ୍ଟର ମଧ୍ୟ ଆସିଥିଲେ, ତାକୁ ଦେଖିକି ତାକୁ ମନା କରିଥିଲେ। ପ୍ରଶାସନକୁ କହି ତାର ବାଡ଼ ମଧ୍ୟ ବୁଲେଇଥିଲେ। ଲୋକଙ୍କୁ ଆମେ ଛାଡୁ ନଥିଲୁ। ଅତ୍ୟଧିକ ଯେତେବେଳେ ବିପଦ ସଂକୁଳ ଅବସ୍ଥା ହେଲା ତାକୁ ପ୍ରଶାସନ ଆସି ତାକୁ ଆଜି ଭଙ୍ଗାଭଙ୍ଗି କରୁଛନ୍ତି। ଯେହେତୁ ଏଇଟା ଶିଆଳି ପରିଚୟ ସୃଷ୍ଟି କରିଥିଲା ଏଇ ଘରଟି ଭ୍ୟୁ ଟାୱାର। 2005 ମସିହାରେ ଏଇଟା ହେଇଥିଲା। ଏ ଘର ଦାମୋଦର ରାଉତ, ଡକ୍ଟର ଦାମୋଦର ରାଉତ ଥିଲେ ପଞ୍ଚାୟତ ମିନିଷ୍ଟର, ଚେୟାରମ୍ୟାନ ଥିଲେ ଆମର ନିମାଇ ଚରଣ ସ୍ୱାଇଁ, ଆଉ ସେତେବେଳର ବିଡିଓ ଥିଲେ ଲାବଣ୍ୟ ନିଧି ଜେନା। ସେତିକିବେଳେ ହେଇଥିଲା ଏ ଘରଟି, ଦୀର୍ଘ 18 ବର୍ଷ ହେଇଥିଲା। ଯେହେତୁ ବିପଦ ସଂକୁଳ ଅବସ୍ଥାରେ ଅଛି, ପର୍ଯ୍ୟଟକ ମାନେ ଆସୁଛନ୍ତି, କାରଣ ଜଗିଛୁ ଆମେ ଛାଡୁନୁ, ତେଣୁ ଆଜି ଭଙ୍ଗା ଯାଉଛି ପ୍ରଶାସନ ତରଫରୁ। ଜରାଜୀର୍ଣ୍ଣ ଅବସ୍ଥା ନୁହଁ, ଭ୍ୟୁ ଟାୱାରଟି ଜରାଜୀର୍ଣ୍ଣ ଅବସ୍ଥା ହେଇଯାଇଥିଲା। ସର୍ବପ୍ରଥମେ ଭାରି ଦୁଃଖର କଥା, ଯିଏ ଶିଆଳିର ପରିଚୟ ବହନ କରୁଥିଲା, ଐତିହ୍ୟ ବହନ କରୁଥିଲା, ସମସ୍ତଙ୍କ କ୍ୟାମେରା ଲେନ୍ସରେ ଗୋଟେ ଏଇ ଶିଆଳି ଘରର ଭ୍ୟୁ ଟାୱାରର ଗୋଟେ ଫଟୋ ଥାଏ ସବୁବେଳେ। ତେଣୁ ନିଶ୍ଚିନ୍ତ ଭାବେ ସେ ଜିନିଷଟାକୁ ଆମେ ବହୁତ ମିସ୍ କରିବୁ। କିନ୍ତୁ ସମୁଦ୍ରର କରାଳ ରୂପରେ ଭ୍ୟୁ ଟାୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତାକୁ ପ୍ରୋହିବିଟେଡ୍ ଏରିଆ ବା ବିପଦ ସଂକୁଳ ବୋଲି ମାନ୍ୟବର କଲେକ୍ଟର ମଧ୍ୟ ଘୋଷଣା କରିଥିଲେ ଏବଂ ବ୍ଲକ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ନିହାତି ଆଜି ବଡ଼ ଦୁଃଖର କଥା, ଯିଏକି 2005 ମସିହା କତରୁ ଯେ ଏରସମା ଶ୍ରୀ ଯେ ଗୌରବ ଡକ୍ଟର ଦାମୋଦର ରାଉତ ମଧ୍ୟ ତାକୁ ଶୁଭ ଦେଇଥିଲେ, ମଧ୍ୟ ତାକୁ ମଧ୍ୟ ଶେଷ ସମୟରେ ଉଦ୍ଘାଟନ କରି ଏକ ସୁନ୍ଦର ପରିବେଶ ଶିଆଳି ପାଇଁ ସୃଷ୍ଟି କରିଥିଲେ, ଯେ କି ମନୋରମ ଦୃଶ୍ୟ ଭ୍ୟୁ ଟାୱାର ଉପରେ ବସିଲେ। ତେଣୁ ଆଜି ସମ୍ପୂର୍ଣ୍ଣ ସେ ଜରାଜୀର୍ଣ୍ଣ ଅବସ୍ଥା ହେଇଯାଇଥିଲା। ତାକୁ ଭାଙ୍ଗିବାର ଆବଶ୍ୟକତା ପଡ଼ିଲା ବୋଲି ନିହାତି ଆଜି ତାକୁ ଭଙ୍ଗା ହେଲା। କିନ୍ତୁ ଭଙ୍ଗା ହେଲା ଯେ କିଛି ବଡ଼ କଥା ନୁହଁ, ନିହାତି ଯେହେତୁ ଖରାପ ହୋଇଯାଇଥିଲା ତାକୁ ଭାଙ୍ଗିବାର ଆବଶ୍ୟକତା ଅଛି। କିନ୍ତୁ ସେଇଭଳି ଭ୍ୟୁ ଟାୱାର ଆଉ 2-3ଟି ତିଆରି କରିବା ଦରକାର। ଖାଲି ଭାଙ୍ଗିଦେଲେ ତ ହବ ନାହିଁ। ଯେହେତୁ ବର୍ତ୍ତମାନ ପାଇଁ ଶିଆଳିରେ ଦେଖିଲା ଭଳିଆ ଦୃଶ୍ୟ କେବଳ ଥିଲା ଯେ ଭ୍ୟୁ ଟାୱାରଟା, ବର୍ତ୍ତମାନ ପାଇଁ ଭ୍ୟୁ ଟାୱାର ଭାଙ୍ଗିଦେଲା ପରେ ନିହାତି ଶିଆଳିର ପରିଚୟ ନଷ୍ଟ ହେଲା, ଐତିହ୍ୟ ନଷ୍ଟ ହେଲା। ଆଉ ଶିଆଳିଟା କେବଳ ଭ୍ୟୁ ଟାୱାରଟା ଇତିହାସ ହିଁ ନ ରହୁ, ତାକୁ ଉଜ୍ଜୀବିତ କରିବା ଦରକାର। ଇତିହାସକୁ ମନେ ନ ରଖିଲେ ଭବିଷ୍ୟତ ତିଆରି ହେଇପାରିବନି। କିନ୍ତୁ ନିହାତି ଆଉ 2-3ଟି ଆଶାନୁରୂପକ ଭାବରେ, ଯେଭଳି ଭଲ ଭାବରେ ଆଜିକା ଟେକ୍ନୋଲୋଜି ଜରିଆରେ ଆଉ 2-3ଟି ଭ୍ୟୁ ଟାୱାର କେମିତି ସୃଷ୍ଟି ହେଇପାରିବ,
ସେଇ ସ୍ୱର୍ଗତ ଦାମ ରାଉତଙ୍କର ସ୍ମୃତି କେମିତି ବଞ୍ଚିବ, ମୁରଲୀଧର ସାର୍ଙ୍କର ସ୍ମୃତି କେମିତି ବଞ୍ଚିବ ଏବଂ ଲାବଣ୍ୟ ଦିଦି ଜେନା ସେତେବେଳେ ଭିଡ଼ିଓ ଥିଲେ ତାଙ୍କ ସ୍ମୃତି କେମିତି ବଞ୍ଚିବ, ଇଏ ଅଞ୍ଚଳର ସ୍ମୃତି କେମିତି ବଞ୍ଚିବ, ଆଉ 2-3ଟି ଭ୍ୟୁ ଟାୱାର ତିଆରି କରିବାର ଆବଶ୍ୟକତା ରହିବ। ସ୍ଥାନୀୟ ପ୍ରଶାସନ ପାଖରେ ଆମେ ଅନୁରୋଧ କରୁଛୁ ଯେମିତି ଶିଆଳିକୁ ସୁନ୍ଦର ଭାବରେ ସଜା ହେଇପାରିବ, ଟିକେ ଦୂରରେ ହଉ ଜଙ୍ଗଲ ମଧ୍ୟରେ ହଉ ଆଉ ଗୋଟେ ଭ୍ୟୁ ଟାୱାର କି 2ଟି ଭ୍ୟୁ ଟାୱାର ତିଆରିର ଆବଶ୍ୟକତା ରହିଛି। ଠାରୁ ଯୋଉ ଭଳିଆ ପଦକ୍ଷେପ ଗ୍ରହଣ କରାଯାଉଛି ସେ କେବଳ ଥୁପାଲିସ କାମ, ଲିକ୍ରେ ତାଳି ପକେଇଲା ଭଳିଆ କାମ। ଏଇ ଘରରେ ଖର୍ଚ୍ଚ ହେଇଥିଲା 13ରୁ 14 ଲକ୍ଷ ଟଙ୍କା, ତାକୁ ବଞ୍ଚେଇବା ପାଇଁ କଣ୍ଟ୍ରାକ୍ଟରକୁ ପୋଷା ହେଲା କୋଟିଏ ଟଙ୍କା। ସେଇଟା କିଛି ବଡ଼ କଥା ନୁହଁ। ଯଦି କାମ କରିବାର ଅଛି ତାହେଲେ ବ୍ରିକ୍ ଷ୍ଟୋନର ଆବଶ୍ୟକତା ଅଛି, କିଛି ଟେକ୍ନୋଲୋଜିର ଆବଶ୍ୟକତା ଅଛି। ହାୱାଖାନାରୁ ରାମତରା ଯେଉଁ ସି ବିଚ୍ ରହିଛି 8 କିଲୋମିଟର, 8 କିଲୋମିଟରକୁ ଦୃଷ୍ଟିରେ ରଖି ତାକୁ ସେଫ୍ଟିର ବ୍ୟବସ୍ଥା ରହିଛି ସମୁଦ୍ରକୁ ଅଟକେଇବାକୁ ହେଲେ। ଆଉ ଏମିତି ଥୁପାଲିସ କାମ ବଲ୍ଲା ବାଲି ବସ୍ତା ଆକୁ ପକେଇଦେଲେ 1.5 ଲକ୍ଷ ଲୋକ ଉପକୃତ ହେବେ ନାହିଁ। ଏ 1.5 ଲକ୍ଷ ଲୋକଙ୍କୁ ଉପକୃତ କରିବାକୁ ହେଲେ 3-4ଟା ପଞ୍ଚାୟତକୁ ରକ୍ଷା କରିବାକୁ ହେଲେ ଆପଣଙ୍କୁ ବଡ଼ ପଦକ୍ଷେପର ଆବଶ୍ୟକତା ଅଛି। ଏ କଥା ମାନ୍ୟବର ଯେ ବିଧାୟକ ଅଛନ୍ତି ଶାରଦା ପ୍ରସାଦ ଜେନା ମଧ୍ୟ ଏବେ ବିଧାନସଭାରେ ଉଠାଇଥିଲେ। ଏ କଥା ପାର୍ଲିଆମେଣ୍ଟରେ ଉଠିବା ଦରକାର। ଏଇଟା ଗୋଟେ ଟୁରିଜିମ୍ ପ୍ଲେସ୍, ଏଇଟା ମାନେ ପ୍ରକୃତି ଦତ୍ତ ଶିଆଳି। ଏଭଳିଆ ସମୁଦ୍ର କୂଳ ଆଉ କୋଉଠି ଆପଣ ପାଇବେନି। ଏଭଳିଆ ମାନେ ସୁସ୍ଥ କରେଣ୍ଟ ନାହିଁ, ଗାଧୋଇବା ପାଇଁ ସୁଗମ ସବୁ ପ୍ରକାର। ସେଇ ଜିନିଷକୁ ଯଦି ବଞ୍ଚେଇବାକୁ ରଖାଯାଏ ଟୁରିଜିମ୍ ବ୍ୟବସ୍ଥାକୁ, ଦେଖନ୍ତୁ ଆପଣଙ୍କ ପାଖରେ ଜମା ଗୋଆ ପାଖରେ 65 କିଲୋମିଟର ବେଳାଭୂମି, ଆନ୍ଧ୍ର ପାଖରେ 35 କିଲୋମିଟର ବେଳାଭୂମି, ଆମ ପାଖରେ 450 କିଲୋମିଟର ବେଳାଭୂମି। ତାଙ୍କର 70% ରେଭିନ୍ୟୁ, ଆମର ରେଭିନ୍ୟୁ ନାହିଁ। ଯଦି ବିଚ୍ କି ଡେଭଲପମେଣ୍ଟ କରିବାକୁ ଚାହିଁବ ବହୁତ ପ୍ରକାର ଆବଶ୍ୟକତା ଅଛି ଏବଂ ସ୍ଥାନୀୟ ଯିଏ ଲିଡର ରହିଲେ ଏବଂ ଜିଲ୍ଲା ସ୍ତରୀୟ ରାଜ୍ୟ ସ୍ତରୀୟ ସିଏ ମଧ୍ୟ ଆକୁ ଦିଲ୍ଲୀ ଲେଭେଲରେ କଥା ପକେଇବା ଦରକାର। କିଛି ବଡ଼ କଥା ନୁହଁ, ବହୁତ ଜାଗାରେ ଏମିତି ପଥର ପଡ଼ିଛି ଏବଂ ସମୁଦ୍ରକୁ ରକ୍ଷା କରାହେଇଛି। ତେଣୁ 3ଟା ମୁଖ୍ୟ ଦର୍ଶନୀୟ ସ୍ଥାନ ହେଲା ବାବା ଗୋରେଖନାଥ, ମା ଶାରଳା ଆଉ ଶିଆଳି ବେଳାଭୂମି। ଯଦି ଏ ବେଳାଭୂମିଟାକୁ ଆପଣ ଦେଖନ୍ତୁ, ଜଗତସିଂହପୁରରୁ ଜଣେ ଲିଟର ତେଲ ପକେଇଲେ ଆରାମସେ ଏଠି ପହଞ୍ଚିକିରି ମନୋରମ ଦୃଶ୍ୟ ବଣଭୋଜି କରି ଅନୁଭବ କରି ଯାଇପାରିବ। ଯଦି ଆବଶ୍ୟକତା ଅଛି ଏଠି ମଧ୍ୟ ରେଭିନ୍ୟୁ ଡେଭଲପମେଣ୍ଟ ହେଇପାରିବ। ବିଚ୍ ଯେଡ଼ ବଡ଼ ଏଠି 20,000 ଯୁବକ ନିଯୁକ୍ତି ହେଇପାରିବେ, ବେକାରୀ ସମସ୍ୟା ହଟିବ। କିନ୍ତୁ ଲୋକାଲ ଲିଡରଙ୍କର ସେମାନେ ହେ ଜ୍ଞାନ କରୁଛନ୍ତି, ମନ ଧ୍ୟାନ ଦେଉନାହାନ୍ତି। ଦେଖନ୍ତୁ ଏ ଯେଉଁ କଂକ୍ରିଟ ଆଜି ଭାଙ୍ଗୁଛି କୁଳମଣି ସାମଲଙ୍କ ଏମ୍ପି ପିରିୟଡ଼ରେ ଏମ୍ପି ଲ୍ୟାଡରୁ ଆସିଥିଲା, ତାପରେ ଆଉ କିଛି କାମ ହେଇନି। ଏ ଯେଉଁ ଏବେ ଦେଖୁଛନ୍ତି ଛୋଟିଆ ମୋଟିଆ ଡେଭଲପମେଣ୍ଟ ହେଇଛି, R&Bରୁ 70-80 ଲକ୍ଷ ଟଙ୍କା ଆସିକିରି କାମ ହେଇଛି। କାଇଁ 2006ରୁ 2024 ହେଇଗଲା, 20-25 ବର୍ଷ ହେଇଗଲା, କ'ଣ ଡେଭଲପ ହେଇଛି ଶିଆଳି? ଏଠି ଯେତିକି ଟୁରିଷ୍ଟ ଆସୁଛନ୍ତି 4 ବର୍ଷରେ, ଏ 4 ମାସରେ ଏଠି ଟୁରିଷ୍ଟ 4 ମାସରେ 5 ଲକ୍ଷ ଟୁରିଷ୍ଟ ଆସୁଛନ୍ତି। ଶିଆଳି ରହିବ, ଶିଆଳି ଯିବନି କୁଆଡ଼େ, ଲୋକଙ୍କ ମାନସ ପଟରୁ ଲିଭିବନି। କିନ୍ତୁ ଶିଆଳି କି ଯାହା ଆବଶ୍ୟକତା ତାକୁ ଦେବା ଦରକାର। ଲୋକ ଆସିବେ, ଟୁରିଷ୍ଟ ଆସିବେ, ଖାଲି ଭ୍ୟୁ ଟାୱାରଟାକୁ ବଞ୍ଚେଇ ଦେଲେ ଶିଆଳି ବଞ୍ଚିବନି। ଏଠି ଭଲ ଶୌଚାଳୟ ଦରକାର, ପାଣି ଦରକାର, କମ୍ୟୁନିକେସନ ଦରକାର, ପିଣ୍ଡି ଦରକାର, ସେ ସବୁର ଡଷ୍ଟବିନ୍ ଦରକାର, ଟ୍ୟୁବୱେଲ ଦରକାର। ତେଣୁ ସେସବୁର ଆବଶ୍ୟକତା ଅଛି। ଖାଲି ଭ୍ୟୁ ଟାୱାରକୁ କୋଟି କୋଟି ଟଙ୍କା ମାନେ ଇଏ କରିକିରି ନଷ୍ଟ କରି ତାକୁ ବଞ୍ଚେଇଲେ ଶିଆଳି ଡେଭଲପ ହବନି। ଏଠି ଗୋଟେ ଲୋକ ଆସିଲେ ସେ ଦୋକାନରୁ ମିକ୍ସଚର କିଣିବ, ହୋଟେଲରୁ ଖାଇବ, ଏଠିକାର ଇକୋନୋମିକ ଷ୍ଟ୍ରଙ୍ଗ ହବ। ତେଣୁ ଭ୍ୟୁ ଟାୱାର ବଡ଼ କଥା ନୁହଁ, ଭ୍ୟୁ ଟାୱାର ଆଉ ଗୋଟେ ତିଆରି ହେଇପାରିବ କମ୍ ପଇସାରେ, ତାଠୁ କମ୍ ପଇସାରେ ଭ୍ୟୁ ଟାୱାର ତିଆରି ହେଇପାରିବ, ଭଲ ଭ୍ୟୁ ଟାୱାର ହେଇପାରିବ। ସେପଟେ ଦେଖନ୍ତୁ ଗୋଟେ OTDCର ଗେଷ୍ଟ ହାଉସ୍ ତିଆରି ହେଇଛି, ସେ ଏପର୍ଯ୍ୟନ୍ତ ଉଦ୍ଘାଟନ ହେଇପାରିନି, ପାଣି ସେଠି ନାହିଁ। ତେଣୁ ଖାଲି ଭ୍ୟୁ ଟାୱାରକୁ ବଞ୍ଚେଇ ରଖିଲେ କିଛି ହବନି। ଭ୍ୟୁ ଟାୱାରର ଆବଶ୍ୟକତା ଅଛି, ଶିଆଳିର ପରିଚୟ ଆବଶ୍ୟକତା ଅଛି, ସ୍ମୃତିକି ବଞ୍ଚେଇ ରଖିବା ଦରକାର। ଆଉ ଯଦି ଏଇଭଳି ଭାବରେ ଶିଆଳିକି ଅଣଦେଖା କରାଯାଏ, ଇଏ ଦିନେ କେନ୍ଦ୍ରାପଡ଼ାର ସାତଭାଇଆ ବଗପାଟିଆ ଭଳିଆ ହବ। ଯେମିତି ଟ୍ୟୁବୱେଲ 10 ହାତ ଉଞ୍ଚାରେ ଛିଡ଼ା ହେଇଛି ସମୁଦ୍ର ଭିତରେ, ଏ ଘର ଦ୍ୱାର ଛିଡ଼ା ହେଇଥିବ, ଏଠି କିଛି ଜରାଜୀର୍ଣ୍ଣ ଅବସ୍ଥାରେ ଶିଆଳି ଦିନେ ଇତିହାସ ପୃଷ୍ଠାରେ ଲୀନ ହେଇଯିବ। ଜଗତସିଂହପୁର ଲୋକନାଥ ସାହୁଙ୍କ ରିପୋର୍ଟ, ଶପଥ ନ୍ୟୁଜ୍।